ଯେଉଁ ସ୍ତ୍ରୀ ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବନାଇ ନଥାନ୍ତି ତେବେ ତାଙ୍କ ଗୁପ୍ତାଙ୍ଗ ଶକ୍ତ ହୋଇଯାଇଥାଏ ଓ କରିବାକୁ ମାଗିଥାଏ। ଯେଉଁ ପୁରୁଷ ଅଧିକ ଶାରୀରିକ ସମ୍ପର୍କ ବନାଇଥାନ୍ତି ତେବେ ତାଙ୍କ ଦାଢ଼ି ସାଧାରଣ ଅବସ୍ଥା ତୁଳନାରେ ବହୁତ ଜଲ୍ଦି ବଢ଼ିଥାଏ। ଯଦି ଆପଣ ଜୀବନରେ ବହୁତ ଆଗକୁ ଯିବାକୁ ଚାହୁଁଛନ୍ତି ତେବେ ଅତୀତରେ ହୋଇଥିବା ଜିନିଷରୁ କେବଳ ଶିଖି ନିଅନ୍ତୁ, ନା କି ତାକୁ ଭାବି ଭାବି ଦୁଃଖୀ ହୁଅନ୍ତୁ। ମଣିଷର ପ୍ରକୃତି ଏମିତି ଅଟେ କି ପରାମର୍ଶ ହେଉ କି ସଜା ଅନ୍ୟକୁ ଦେବା ପାଇଁ ବହୁତ ପସନ୍ଦ କରିଥାନ୍ତି। ଯଦି ବିଛଣା ଉପରେ କରିବା ସମୟରେ ଆପଣଙ୍କର ଜଲ୍ଦି ଢିଲା ପଡ଼ିଯାଉଛି ବା ତାପରେ ଜମାରୁ ଠିଆ ହେଉନାହିଁ ବା ପାଣି ବହୁତ ଜଲ୍ଦି ବାହାରି ଯାଉଛି ତେବେ ଏହି ଘରୋଇ ଉପାୟ ନିଶ୍ଚୟ କରନ୍ତୁ। 100 ଗ୍ରାମ ରସୁଣ କୁଲାର ଚୋପା ଛଡ଼ାଇ ଗୋଟେ କାଚ ପାତ୍ରରେ ରଖନ୍ତୁ। ଏହାପରେ ଏଥିରେ ଖାଣ୍ଟି ମହୁ ଢାଳନ୍ତୁ ଯେମିତି ସବୁ ରସୁଣ ବୁଡ଼ିକି ରହିବ। ଏହାପରେ ଏହାକୁ 3 ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଜାଗାରେ ରଖିଦିଅନ୍ତୁ ଓ 3 ଦିନ ପରେ ଏଥିରୁ ଗୋଟିଏ ଲେଖାଏଁ ବାହାର କରି ପ୍ରତିଦିନ ଦ୍ୱିପ୍ରହରେ ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଖାଆନ୍ତୁ। ଏମିତି 30 ଦିନ ଯାଏଁ କରନ୍ତୁ। ଧୀରେ ଧୀରେ ଫରକ ଜାଣିପାରିବେ। କିଛି ସମ୍ପର୍କ ଏମିତି ହୋଇଥାଏ ଯାହାକୁ ଯୋଡ଼ିତେ ଯୋଡ଼ିତେ ମଣିଷ ନିଜେ ହିଁ ଭାଙ୍ଗି ଯାଇଥାଏ।